ଏକ ଶାନ୍ତ ଜଙ୍ଗଲରେ ତିନୋଟି ଅସମ୍ଭବ ସାଥୀ, ଏକ ଶକ୍ତିଶାଳୀ ବାଘ, କୌତୂହଳପୂର୍ଣ୍ଣ ବିଲେଇ ଏବଂ ଗୋଟିଏ ଚତୁର ମୂଷା ସତର୍କତାର ସହ ବାସ କରୁଥିଲେ। ସେମାନେ ଯେତେ ଭିନ୍ନ ଥିଲେ ମଧ୍ୟ ଭାଗ୍ୟ ପାଇଁ ଏକ ବହୁତ ବଡ଼ ଶିକ୍ଷା ଥିଲା। ଏହି ଗଛରେ ପ୍ରଚୁର ଫଳ ଅଛି, କିଛିଟା ମୁଁ ତୋଳିବାର ପ୍ରୟାସ କରେ। ଆରେ ମୂଷା, ସେହି ଫଳ ମୋର। ଅଧିକାର ହେଉଛି ଆଇନର 9/10 ବିଲେଇ। ଯିଏ ଖୋଜି ପାଇଛି ଜିନିଷଟି ଅବଶ୍ୟ ତାର। ହେଲା ହେଲା, ତୁମେ ଦୁହେଁ କାହିଁକି ଝାମେଲା କରୁଛ? ଜଙ୍ଗଲରେ ସମସ୍ତଙ୍କ ପାଇଁ ପ୍ରଚୁର ଖାଦ୍ୟ ଅଛି, କାହିଁକି ଅଯଥା ବିବାଦ କରୁଛ? ତୁମେ ଦୁହେଁ ବିବାଦ ନ କରି ଫଳଟିକୁ 2 ଭାଗ କରି ବାଣ୍ଟି ଖାଇବା ଉଚିତ ହେବ। ବାଘ ଶାନ୍ତି ବଜାୟ ରଖିଥିଲେ ହେଁ ବିଲେଇ ଏବଂ ମୂଷା ପରସ୍ପର ମାନିବା ଠାରୁ ବହୁତ ଦୂରରେ ଥିଲେ। ସାହାଯ୍ୟ କର, କେହି ଜଣେ ଆସ, ମୋତେ ଉଦ୍ଧାର କର। ଆରେ ଏଇଟା ତ ବାଘ ମାମୁଁର ସ୍ୱର ପରି ଅନୁମାନ ହେଉଛି। ଅବଶ୍ୟ ସେ କୌଣସି ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଯାଏଁ, ତାଙ୍କୁ ନିଶ୍ଚିତ ସାହାଯ୍ୟ କରିବାକୁ ପଡ଼ିବ। ଓଃ ନା, ବାଘ ମାମୁଁ, ତୁମେ କିପରି ଅଛ? ଏପରି ତୁମର କ'ଣ ହେଇଛି? ଏବେ କଥା ବନ୍ଦ କର ବିଲେଇ, ମୋତେ ଟିକେ ସାହାଯ୍ୟ କର, ଶୀଘ୍ର ହୁଅ। ବାଘ ମାମୁଁ, ଏଠାରେ ରୁହ, ମୁଁ ଜାଣେ କିଏ ସାହାଯ୍ୟ କରିପାରିବେ। ମୂଷା, ଏହା ଏକ ଜରୁରୀକାଳୀନ ପରିସ୍ଥିତି। ବାଘ ମାମୁଁ ଏକ ଜାଲରେ ଫସି ରହିଛନ୍ତି। ମୁଁ କାହିଁକି ସାହାଯ୍ୟ କରିବି? ସେ ଜଙ୍ଗଲର ରାଜା ନୁହନ୍ତି କି? ତାଙ୍କ ଖାଦ୍ୟ ଆମ ସହିତ ବାଣ୍ଟନ୍ତି, ଆମକୁ ଶିକାରକାରୀଙ୍କ ଠାରୁ ସୁରକ୍ଷିତ ରଖନ୍ତି ଏବଂ ଆମର କୌଣସି ଅନିଷ୍ଟ କରିନାହାନ୍ତି। ଏହାର କାରଣ ଯଥେଷ୍ଟ ନୁହେଁ କି? ଭଲ, କିନ୍ତୁ ତୁମେ ମୋର ଗୋଟିଏ ଭଉଣୀ ବିଲେଇ। ଶୀଘ୍ର, ମୁଁ ଶୁଣୁଛି ପଦଧ୍ୱନି। ଶୀଘ୍ର ମୂଷା, ଆମ ସମୟ ସରିଯାଉଛି। ମୋର ପୁରସ୍କାର କେଉଁଠାରେ? ଲିଓ ଅତିଶୟ ଗର୍ଜନ କରି ଶିକାରୀକୁ ଭୟଭୀତ କଲା, ଯିଏ ଆତଙ୍କରେ ଦୌଡ଼ି ପଳାଇଗଲା। ଶିକାରୀ ଦୂରରୁ ଅଦୃଶ୍ୟ ହୋଇଯିବାରୁ ତିନି ହସିଲେ। ମୋର ବନ୍ଧୁଗଣ, ଧନ୍ୟବାଦ। ଆଜି ମୁଁ ଜାଣିଲି ଯେ କେବଳ ଶକ୍ତି ଯଥେଷ୍ଟ ନୁହେଁ। ଯଦି ତୁମର ଚତୁରତା ଏବଂ ଦଳଗତ କାର୍ଯ୍ୟ ପାଇଁ ମୁଁ ବଞ୍ଚିଗଲି, ତୁମର ସେପରି କାର୍ଯ୍ୟ ବିନା ମୁଁ ତଥାପି ଫାଶରେ ପଡ଼ି ରହିଥାନ୍ତି। ମୁଁ ଜାଣିଲି ଯେ ବେଳେବେଳେ ମୂଷା ପରି ଛୋଟ କେହି ମଧ୍ୟ ଏକ ବଡ଼ ପରିବର୍ତ୍ତନ କରିପାରନ୍ତି। ହଁ, ମୁଁ ପୂର୍ବରୁ ଜାଣିଥିଲି ଯେ ମୁଁ ମହାନ, କିନ୍ତୁ ମୁଁ ଭାବୁଛି ଦଳଗତ କାର୍ଯ୍ୟ ଏତେ ଖରାପ ନୁହେଁ। ତେଣୁ ସିଂହ, ବିଲେଇ ଏବଂ ମୂଷା ଅବିଚ୍ଛେଦ୍ୟ ବନ୍ଧୁ ହୋଇଗଲେ। ସେମାନେ ଜାଣିବାକୁ ପାଇଲେ ଯେ ପ୍ରତ୍ୟେକ ବ୍ୟକ୍ତି ଯେତେ ବଡ଼ କିମ୍ବା ଛୋଟ ହୁଅନ୍ତୁ ନା କାହିଁକି, ପ୍ରତ୍ୟେକଙ୍କ କିଛି ମୂଲ୍ୟ ରହିଛି। ପ୍ରକୃତ ଶକ୍ତି ଶକ୍ତି କିମ୍ବା ଆକାରରେ ନୁହେଁ, ବରଂ ଏକାଠି କାମ କରିବା ଏବଂ ପରସ୍ପରର ଅନନ୍ୟ ଉପହାରକୁ ପ୍ରଶଂସା କରିବା। ଯେତେବେଳେ ଆମେ ଏକଜୁଟ ହୋଇଥାଉଁ, ଆମେ କୌଣସି ପ୍ରତିବନ୍ଧକକୁ ଦୂର କରିପାରିବା। ଯଦି ଆପଣମାନଙ୍କୁ ଆମର ଭିଡ଼ିଓଟି ଭଲ ଲାଗିଥାଏ, ତେବେ ଲାଇକ୍, କମେଣ୍ଟ ଓ ସେୟାର କରିବା ସହିତ ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ହେବେ, ଯଦ୍ୱାରା ଏପରି ଅନେକ ଶିକ୍ଷଣୀୟ ଭିଡ଼ିଓର ନୋଟିଫିକେସନ୍ ଆପଣମାନଙ୍କୁ ଶୀଘ୍ର ମିଳିପାରିବ। ଧନ୍ୟବାଦ।